ନମସ୍କାର ବନ୍ଧୁଗଣ। ଓଡ଼ିଆ ଗଳ୍ପ କାହାଣୀ ଉପନ୍ୟାସ ସୃଷ୍ଟି ସମ୍ଭାର ଭିତରୁ ଆମେ ଶୁଣିବାକୁ ଯାଉଛି 2022 ଅଗଷ୍ଟରେ ପ୍ରକାଶିତ ଓଡ଼ିଆ ଗଳ୍ପର ନବଜାତକ କଥାରୁ ଉଦ୍ଧୃତ ଗଳ୍ପ ଅଜବ ଆର୍ଯ୍ୟାବର୍ତ। ଲେଖକ ଅଚ୍ୟୁତାନନ୍ଦ ପତି। ଆର୍ଯ୍ୟାବର୍ତ ଆର୍ଯ୍ୟ ନାଁଟା ବେଶ ଓଜନିଆ। ତା କାମ ଗୁଡ଼ାକ କିନ୍ତୁ ହାଲକା ହାଲକା ଫାଲତୁ ଫାଲତୁ ଲାଗେ। ତାର ତଥାକଥିତ ମୁତଫାରକା କାରନାମାକୁ ବିଦାରି ଦେଲେ ସେଠି ଛପିକି ଛାଇ ହୋଇଥାଏ ଅନନ୍ୟ ଅନ୍ୟ କିଛି ଅନେକ ଅନେକ। ତା ଜୀବନ କୁଲାର କିରିଆ କୁଣ୍ଡାକୁ ପାଛୋଡ଼ି ପୁଛୁଡ଼ି ଦେଲେ ତା ତଳେ ଠୁଳେ ହୋଇଥାଏ ଧୋବ ଧୋବ ଗୋଟା ଗୋଟା ଧଳା ଚାଉଳ। ତୁଚ୍ଛା ତୁଚ୍ଛା ଲାଗୁଥିବା ତା ଜୀବନକୁ ଛାଲିଦେଲେ ସେଠି ଠାଏ ଠାଏ ଠାବ ହୋଇଥାଏ ଜୀବନକୁ ସଜେଇବା ପାଇଁ ରୁଚିର ରୁଚିର ଚକଚକ୍ ଜରିଗୁଣ୍ଡ। ଜୀବନକୁ ମଜାଇବା ପାଇଁ ପେଁ କାଳି ଫୁଙ୍କାର ଲହର ସାଙ୍ଗରେ ତାଳ ପକାଇ ଅଣ୍ଟା ଦୋହଲା ପେଁ ପେଁ ମୁଣ୍ଡ ହଲା। ଜୀବନକୁ ବଜେଇବା ପାଇଁ ବିକ୍ଷୋଭ ବିପ୍ଳବର ବୀରବାଜା। ଜୀବନକୁ ହଜେଇବା ପାଇଁ ମହଜୁଦ ହୋଇଥାଏ ସପନରେ ଆଖିରୁ ମହୁ ଝରାଇ ସ୍ମୃତି ସକଳର ହସ ହସ ଆବେଶ। କେହି କେହି କୁହାକୁହି ହୁଅନ୍ତି ଆର୍ଯ୍ୟାବର୍ତ କାଳେ ଗୋଟେ ଅଜବ ଗଜବ ମଣିଷ। ମଝିରେ ମଝିରେ ସେ ବି ଜାଣିଶୁଣି ଏମିତିଆ କାଣ୍ଡ କାରଖାନା କରେ। ସମସ୍ତେ ତାଜୁବ ହୋଇ ହାଁ କରି ଅନେଇଥାନ୍ତି। ବେଳେବେଳେ ମନେ ମନେ ସିଆଣିଆ ମଣୁଥିବା ଅସହିଷ୍ଣୁ କୁହାଳିଆ ଦଳ ତାଠି ବୁଦ୍ଦୁ ବୁଡ଼ବକ ବାଜେ ବେକାର ଇମିତି ଅପଦସ୍ତିଆ ବିଶେଷଣ ଲଦି ଦିଅନ୍ତି। ତାକୁ ଦୂର ଦୂର ଭାକ ଭାକର ଭୁରୁଡ଼ି କାଢ଼ନ୍ତି। ଅଣ୍ଡ ଷଣ୍ଢର ମନଗଢ଼ା ଭଣତିର ଭାଲା ତା ଆଡ଼କୁ ଫିଙ୍ଗନ୍ତି। କିନ୍ତୁ ସେ ହସର ସାଞ୍ଜୁକୁ କଷିକି ବେପରବାୟ ହୋଇ ବସିଥାଏ। ବରଂ ଇଚ୍ଛା କରି ଫେଚକାମି କାଢ଼ି ବେଖାତିରରେ ସେମାନଙ୍କ ତୋଡ଼ମୋଡ଼କୁ ଉଡ଼େଇ ଦେଇ ଦାନ୍ତ ନେଫୁଡ଼ୁଥାଏ। ଚିଡ଼ି ଚିଡ଼ି ବିଗିଡ଼ି ବିଗିଡ଼ି ବେକାର ହୋଇ ତାକୁ ଛାଡ଼ି ସେମାନେ ସରକି ଯାଆନ୍ତି। ସେ ତାର ମର୍ଜିରେ ଯିଏ, ସେ ତା ମନର ସେ ମାଲିକ। ଠିକରେ ସେ କ'ଣ ଜାଣିବାକୁ ଅନ୍ୟମାନଙ୍କୁ ସୁଯୋଗ ଦିଏନି। ସେ ବେଶିକାର ନିଘନ ହୁଏନି। ନିଜକୁ ନିଭୋଜ କରି ରଖେ। ତାର ଅସଲପଣକୁ ଧରିବାକୁ ଅନ୍ୟମାନେ ଯେତେ ଧ୍ୟାନ ଦେଲେ ବି ସେ ଖସରା ଖରା ପରି ଖସିଯାଏ। ହେଲେ ମୋ ମନଟା ଭାରି ସାକମା। ଯେତେବେଳେ କୌଣସି ସଙ୍କଟିଆ ସମସ୍ୟା ମୋ ମନକୁ ମାଡ଼ି ବସି କଷିଦିଏ ମୁଁ ସମ୍ଭାଳି ପାରେନା। ଲଡ଼ବଡ଼ ହୋଇ ପଡ଼େ। କେମିତି ସୁଙ୍ଗୁରା ପାଇ ସେ ଆସିଯାଏ। ମୋ ପିଠିରେ ଛୋଟ ଚାପୁଡ଼ାଟେ ମାରି ସେ ତାର ବକ୍ ବକ୍ କିନ୍ତୁ ଦାମିକା ଭାଷଣଟି ସୁରୁ କରିଦିଏ। ବୁଝିଲ କଲମଚଲା ମାଲିକ, ଜୀବନଟା ସମସ୍ୟାର ଏନ୍ତୁଡ଼ିଶାଳ। ସେଠି ଜୀବନ ସମସ୍ୟା ବେଇ ବେଇ ଚାଲୁଥାଏ। ଆଉ ବହୁ ନାଁର ଦୁମୁ ଦୁମୁ ହୁମୁ ହୁମୁ ଗୋଡ଼ କଚଡ଼ା ପଛରେ ହିଁ ତାର ଦରକାରୀ ନାଚ ପାଇଁ ଗୋଡ଼ରେ ଘୁଙ୍ଗୁରୁ ଖଞ୍ଜିଥାଏ। ଆମ୍ବ ଗଛକୁ ଫୋପଡ଼ ମାରି ମାରି ଆମ୍ବ ନ ପଡ଼ିବାଟା ହାରିବା ନୁହେଁ, ବରଂ ଆଉ ଆମ୍ବ ଲୋଡ଼ା ନାହିଁ ବୋଲି କହି ମୁହଁ ମୋଡ଼ିବାଟା ହିଁ ପ୍ରକୃତ ପରାଜୟ। ବହୁ ନେତି ପରେ ଇତି ଆସେ। ହାରିବା ନୁହେଁ, ହାରିବାର ଭୟର ଭୂତ ଖତେଇ ହୋଇ ଭୟାଳୁ କରିଦେ। ଆଉ ଗୋଟେ କଥା, ଜୀବନରେ ବିଫଳତା ବୋଲି କିଛି ନାହିଁ। ୟାକୁ ବିଫଳତା ବୋଲି କୁହାଯାଉଛି ତାହା ପ୍ରକୃତରେ ଅସମ୍ପୂର୍ଣ୍ଣ ସଫଳତା। ଏମିତି କିଛି କହି ମୋ ଅକଲକୁ ଦମ୍ଭିଲା କରିଦେଇ ହସି ହସି ଖସିଯାଏ ଆର୍ଯ୍ୟାବର୍ତ। ମୁଁ ତାକୁ ଯେତିକି ଜାଣେ, ୟା ତା ପାଇଁ ଅବଶ୍ୟ କିଛି କରିବାକୁ ସେ ପୁଅ ମୁଣ୍ଡ ଛୁଏଁ ନାହିଁ। କାହା କାମ ପାଇଁ ତା ମଥା ବଥାଏ ନାହିଁ। ହେଲେ ମୋ ପାଇଁ ଅଲଗା ଆଚରଣ କରେ କାହିଁକି? ମୋ ମନ ଜାଗୁଲିରେ ଏ କାହିଁକିର କାରଣକୁ ଓଜାଡ଼ି ଭାବନାର ଖୁଆ ବୁଲେଇ ବୁଲେଇ ଥକି ଅଥା ହୋଇଯାଏ ସିନା, ହେଲେ କାଣିଚାଏ ଉତ୍ତରର ଲହୁଣୀ ଛାଣିପାରେନା। ଅଫିଟା ବାକ୍ସର ଢାଙ୍କୁଣୀ ଉଠେଇବାକୁ ତାଲାର କଣାରେ ମୋ ଚାବି ଲେନ୍ଥାର ଗୋଟି ଗୋଟି ଚାବିକୁ ଗୋଟାଏ ପରେ ଗୋଟାଏ ଗଳାଇଛି। ଚାବି ଲେନ୍ଥାର ଶେଷ କାଠିଟା ଉପରେ
ସମସ୍ତେ ଭରସା କରନ୍ତି। କାଳେ ଲାଗିଯିବ କି? ତାକୁ ମନାମନି କରି ବହୁ ବାଗରେ ପଚାରିଛି, ହେଲେ ସେ ଚୁପ୍। ମୁଁ ହାରିଯାଇଛି। ଆର୍ଯ୍ୟାବର୍ତ୍ତର ତେଢ଼ା ମେଢ଼ା ଢଙ୍ଗ ଢାଙ୍ଗ ଉପରେ ମୋ ଟିପ୍ପଣୀରେ ଟିକେ ଠୁକୁଲ ପକାଉଛି। ପରେ ଭଣିବି। ମୋ ପାଖକୁ ଜଣେ ଯୁବ ଗାଳ୍ପିକ ଆସିଥିଲେ। ସେ ବୟସରେ କମ୍, କିନ୍ତୁ ଗଳ୍ପରେ ଦମ୍ ଅଛି। ଅବଶ୍ୟ ଯିଏ ଲେଖୁଥାଏ ସେ ତ ସବୁବେଳେ ଯୁବକ। ହେଲା, ସେ ବୟସ୍କ ହେଉ କି ଯୁବକ ହେଉ, ତାଙ୍କ ଗଳ୍ପ ଗଣ୍ଠୁଲିକୁ ଖେଳେଇ ମେଳେଇ ଗୋଳେଇ ପୋଳେଇ ଚିପି ଚାପି ଗଛର ମଞ୍ଜି କାଢ଼ିବାକୁ ପଡ଼େ। ବୟସ ତ ଗୋଟେ ସଂଖ୍ୟା। ବୟସ 18 ହେଉ କି 88 ହେଉ, ଯେତେବେଳେ ଜଣେ ଶିଖିବା ଛାଡ଼ିଦିଏ ସେ ବୁଢ଼ା ହୋଇଯାଏ। ସକ୍ରେଟିସ୍ ବିଷ ପିଇବାର କେଇ ଘଣ୍ଟା ଆଗରୁ କିଏ ଜଣେ ଗୀତ ଗାଉଥିବାର ଶୁଣିଲେ। ସେ ସେହି ଲୋକଟିକୁ ଡାକିବା ପାଇଁ ତାଙ୍କ ଶିଷ୍ୟମାନଙ୍କୁ କହିଲେ। ସକ୍ରେଟିସ୍ ସେ ଲୋକଠାରୁ ଗୀତ ଶିଖିବାକୁ ଚାହିଁଲେ। ଶିଷ୍ୟମାନେ ଆବାକାବା। ଘଣ୍ଟାକ ପରେ ଗୁରୁଦେବ ମରିବେ, ତଥାପି ଗୀତ ଶିଖିବାକୁ ଆଗ୍ରହୀ। ସକ୍ରେଟିସ୍ ଶିଷ୍ୟମାନଙ୍କୁ ବୁଝାଇଲେ, ଜୀବନ ସାରା ସେ ଶିଖି ଆସିଛନ୍ତି, ମରିବା ଆଗରୁ ଶିଖିବାର ଆଦତଟା ଛାଡ଼ିବେ କାହିଁକି? ଆର୍ଯ୍ୟବର୍ତ୍ତର ଗୁଣପଣ ବଖାଣୁ ବଖାଣୁ ଆଗନ୍ତୁକ ଲେଖକ ଜଣକ ଏତେ ଅଭିଭୂତ ହୋଇପଡ଼ିଲେ ଯେ ଆର୍ଯ୍ୟବର୍ତ୍ତଙ୍କ ଉପରେ ଗପଟିଏ ଲେଖିବାକୁ ମୋତେ ଅନୁରୋଧ କଲେ। ତାଙ୍କ ଆଗ୍ରହ ଦେଖି ମୁଁ ସଫା ସଫା ନା କହିପାରିଲି ନାହିଁ। ଉପରୋଧରେ ପଡ଼ି କୁନ୍ଥୁ କୁନ୍ଥିଆ ହଁଟେ ମାରିଦେଲି। ଆଚ୍ଛା, ଅଡ଼ୁଆରେ ପଡ଼ିଗଲି। ବୟସ ବଢ଼ିଗଲେ ଅବୟବ ବୋଲ ମାନନ୍ତି ନାହିଁ। ମୋ ହାତ ଗୋଡ଼ର ହାଲତ ଡାମାଡୋଲ। ମନେ ହୁଏ ସାହିତ୍ୟ ସଭା ସମିତିକୁ ଟିକେ ଯାଆନ୍ତି, ବଡ଼ ବଡ଼ିଆଙ୍କ ମେଳରେ ମିଶନ୍ତି, ମନ ବହଲି ଯାଆନ୍ତା। ହେଲେ ଗୋଡ଼ ଅସାଡ଼। ମନ ହେଲେ କେତେବେଳେ କେମିତି ଟିକେ ଲେଖାଲେଖି କରୁଥିଲି। ହାତ କିନ୍ତୁ ଅଖଣ୍ଡ। ଆଙ୍ଗୁଳିରେ କଲମ ଗେଞ୍ଜିଲେ ଗଳି ପଡ଼ୁଛି। ଚିନ୍ତା ଛାଡ଼ ଛାଡ଼, କ'ଣ ଗୋଟେ ଭାବିକି ଆଙ୍ଗୁଳି ଚାପିକି କଲମ ଉଠେଇଲା ବେଳକୁ ଭାବନା ଗାୟବ। ପଢ଼ିଥିଲି, ଭଗବାନଙ୍କ କୃପାରୁ ପଙ୍ଗୁ ଲଙ୍ଘିପାରେ ଗିରି। ଭଗବାନ କ'ଣ ପଙ୍ଗୁମାନଙ୍କୁ ଟେକି ନେଇ ପାହାଡ଼ର ଆର ପାଖରେ ଓହ୍ଲେଇ ଦିଅନ୍ତି? ବିଶ୍ୱ ବ୍ରହ୍ମାଣ୍ଡର ଦାୟିତ୍ୱ ଛାଡ଼ିଦେଇ ଭଗବାନ ପଙ୍ଗୁମାନଙ୍କୁ ଉଠେଇବା ପକାଇବା କାରବାରରେ ଲାଗିଥିବେ? ଅଥର୍ବମାନଙ୍କର ପ୍ରବଳ ପ୍ରୟାସ, ପ୍ରଚଣ୍ଡ ପ୍ରଚେଷ୍ଟାରୁ ହିଁ ସେମାନଙ୍କ ଭଗବାନ। ପ୍ରଚେଷ୍ଟା ହିଁ ସେମାନଙ୍କ ଭଗବାନ। କଥାଟା ମନକୁ ପାଇଲା। ଦ୍ୱିଧା ଲଦା ମନକୁ ବୋଧ ଶୋଧ ଦେଲି। ଯାହା ହଉ, ପଛେ କିଛି ଲେଖିବି, ତେଣିକି ଯେତେ ଦିନ ଲାଗୁ। ବୟସ ବ୍ୟାଧି ଯେତେ ଧକ୍କା ମାଇଲେ ବି ମୁଁ ହାମୁଡ଼ାଇ ପଡ଼ିବିନି। ଗପ ହଉ ଫପ କି ଢପ, କିଛି ତ ଲେଖିବି। ଲେଖିବି ପା, କ'ଣ ଲେଖିବି? ମନକୁ କିଛି ଆସୁନି। ମୁଣ୍ଡକୁ ଛୋଟ ଛୋଟ ଚାପୁଡ଼ାରେ ଢୁକାଇଲି। ମନରେ ପଡ଼। ପାନ ଖଣ୍ଡେ ଚାକୁଳାଇ ଟିକେ ବସିଗଲି। ମନକୁ ଟିକେ ଏପାଖ ସେପାଖ କଲି। ମନେ ପଡ଼ିଲା, ହଁ, ଆର୍ଯ୍ୟାବର୍ତ୍ତର କଥା ଲେଖିବି। ହଁ, ଠ ଠା କରି ଠିକ୍ କରି କିଛି ଗୋଟେ ଗାରେଇ ଦେଲେ କଥା ସମାପ୍ତ। ଯେତିକି ହେତୁକୁ ଆସିବ ସେତିକି ଲେଖିବି। କଥା ସାହିତ୍ୟରେ ନୋବେଲ ପୁରସ୍କାର ପ୍ରାପ୍ତ ଜଣେ ନାମଜାଦା ଗାଳ୍ପିକ ଲେଖିଥିଲେ, ଗଳ୍ପ ଆରମ୍ଭ କରିବା କଠିନ ପାଠ। ପ୍ରଥମ ପାରଟି ଲେଖିବା ପାଇଁ ତାଙ୍କୁ ମାସ ମାସ ବିତେଇବାକୁ ପଡ଼େ। ଗଳ୍ପରେ ଗ ଅକ୍ଷର ମାଲୁମ ନଥିବା କଥା। ମୁଁ ବା କୋଉ କାଢ଼ୁଆ ଲେଖକ କି? ଯେତେ ଅଳ୍ପ ଲେଖିଲେ ବି ଚଳିବ। ଜଣେ ଏହେଁ ବଡ଼ ଗଳ୍ପ ସୂତ୍ରୀ ଭଣିତା କରିଥିଲେ ବି ନାତିବୃତ ଗଳ୍ପର ମୂଳ ତତ୍ତ୍ୱ। ଆଉ ଜଣେ ଜଣାଶୁଣା ପଣ୍ଡିତ ପ୍ରବର ଲେଖିଥିଲେ, ଭଲକୁ ଅଳ୍ପରେ କହିଲେ ଭଲ 2 ଗୁଣ ହୋଇଯାଏ, ମନ୍ଦକୁ ଅଳ୍ପରେ କହିଲେ ସେତେ ମନ୍ଦ ହୁଏ ନାହିଁ। ମୋତେ ବାଟ ମିଳିଗଲା। ମନ୍ଦ ତ ଲେଖିବି, ଅଳ୍ପରେ ଲେଖିଲେ ହିନିସ୍ତା ହେବାକୁ ପଡ଼ିବନି। କେଉଁମାନେ ଏସବୁ କଥା କହିଛନ୍ତି ସେମାନଙ୍କ ନାଁ ମୁଁ କହିପାରିବି ନାହିଁ। ମୁଁ ଭୁଲା ବେମାରିଆ ମଣିଷ। ନାଁ ମନେ ନ ପଡ଼ିବାଟା ହେଉଛି ରୋଗର ବିଶେଷ ଉପସର୍ଗ। କହିବାର ତାତିଟା ମନକୁ ଉଛୁଣି ଟିକେ ତତେଇଛି। ଯାହା ହଉ, ପଛେ କିଛିଟା କହି ପକାଏ। ମନ ହେମାଳି ଗଲେ କଥା ସରିଲା। ମୋ ଭୁଲା ରୋଗର ହରକତ କଥା ତ କହିଛି। ଫେଣି ଆସିବ କି ନାହିଁ 22 ନାହିଁ। ବୟସ ଯେତେ ଯେତେ ବଢ଼ୁଥିବ ଏ ଭୁଲା ବେମାରଟା ସେତେ ମନକୁ ବେଢ଼ି ବେଢ଼ି ଯାଉଥିବ।
ହଁ, ଏବେ କହୁଛି ଆର୍ଯ୍ୟବର୍ତ୍ତର କଥା। ଆର୍ଯ୍ୟବର୍ତ୍ତ ଯେମିତି ଅବୁଝା, ତା ମନଟା ସେତିକି ଅଜବ। ଅଭେଲା ଅଭେଲା ଖିଆଲ ତା ମୁଣ୍ଡକୁ ଓହ୍ଲାଇ ଆସେ। ଥରେ ଖବରକାଗଜରୁ ପଢ଼ିଲେ କେଉଁ ଗୋଟିଏ ଦେଶରେ ଯାହାର ଯେତେ ଅଧିକ ପରିଜନ ବନ୍ଧୁବାନ୍ଧବ ଥିବେ, ସମାଜରେ ତାର ଖାତିର ସେତେ ଅଧିକ। ସେଥିପାଇଁ ସେ ଘରର କୌଣସି କାମ ନିମିତ୍ତ ହେଉ କି ବାହାରର ମେଳା ମଉତ୍ସବ ହେଉ, ଲୋକେ ବନ୍ଧୁ ପରିଜନ ଭାବେ ଦେଖାଇବା ପାଇଁ କିଛି ଲୋକଙ୍କୁ ଭଡ଼ାରେ ଆଣନ୍ତି। ଏଥିପାଇଁ ସେହି ଦେଶରେ ସ୍ୱତନ୍ତ୍ର ବ୍ୟବସାୟୀ ମଧ୍ୟ ଅଛନ୍ତି। ସେମାନେ ବିଭିନ୍ନ ଲୋକଙ୍କୁ ଭଡ଼ାରେ ଯୋଗାଇ ଦିଅନ୍ତି। ଯାହାର ଯେଉଁ ସମ୍ପର୍କୀୟ ଆବଶ୍ୟକ ସେ ଭଡ଼ାରେ ନେଇଯାଏ। ଅନ୍ୟମାନଙ୍କୁ ଦେଖାଏ ତାର ଅଧିକ ବନ୍ଧୁ ପରିଜନ ଅଛନ୍ତି। ଭଡ଼ାରେ ଯାଉଥିବା ସେହି ଲୋକମାନେ ଏତେ ନିଖୁଣ ଅଭିନୟ କରନ୍ତି ଯେ ସେମାନେ ସେ ଘରର ଲୋକ ବା ବନ୍ଧୁ ପରିଜନ ନୁହନ୍ତି ବୋଲି ଜାଣିବା ମୁସ୍କିଲ। ସେମାନଙ୍କୁ ଏମିତି ତାଲିମ ଦିଆଯାଇଥାଏ ଯେ ସେମାନେ ନକଲି ବୋଲି ଜମା ଜଣାପଡ଼ନ୍ତି ନାହିଁ। ଆର୍ଯ୍ୟବର୍ତ୍ତର ଝୁଙ୍କ ଉଠିଲା। ସେ ଟଙ୍କା ଦେଇ ଗୋଟିଏ ଛୋଟ ପରିବାର ଖର୍ଦ୍ଦି କରିବ। ସେ 3 ଜଣଙ୍କୁ ଭଡ଼ାରେ ଆଣିଲା। ଗୋଟାଏ ଟୋକା, ତା ଭାରିଜା ଓ ସେମାନଙ୍କର ଗୋଟିଏ ଛୋଟ ପୁଅ। ଟୋକାଟା ହେଲା ପୁଅ, ତା ସ୍ତ୍ରୀ ହେଲା ବୋହୂ, ତାଙ୍କର ବକ ଟେନାକୁ ପୁଅଟା ହେଲା ନାତି। ଭଡ଼ା ବାବଦକୁ ସେ ଟୋକା ଓ ତା ସ୍ତ୍ରୀକୁ ମୋଟା ଅଙ୍କର ଅର୍ଥ ଦେଲା ଆର୍ଯ୍ୟବର୍ତ୍ତ। ହେଲେ ସେ କୁନି ପୁଅ ପାଇଁ ତା ବାପା ମା କୌଣସି ଭଡ଼ା ନେଲେ ନାହିଁ। ଛୁଆଟା ମାଗଣାରେ ନାତି ହୋଇ ରହିଲା। ବିନା ତନଖାରେ ନାତିଟା ରହିଲା ଆର୍ଯ୍ୟବର୍ତ୍ତ ପରିବାରର ସଦସ୍ୟ ଭାବେ। କେତେବେଳେ କେମିତି ଆର୍ଯ୍ୟବର୍ତ୍ତ ଚକୋଲେଟ ଆଣି ନାତିର ପାଟିରେ ଗେଞ୍ଜି ଦିଏ। ତା ମା ଧାଇଁ ଆସି ଆଙ୍ଗୁଳି ଗଳାଇ ସେଇଟାକୁ କାଢ଼ି ପକାଏ। ଛୁଆଟା କାଳେ ଗିଳି ପକାଇବ, ତଣ୍ଟିରେ ଅଟକିଯିବ, ତାପରେ 12 ବେପାର। ଏଇ ପୁଅ ବୋହୂ ଥିଲେ ପଇସା ଦିଆ ଘର ଲୋକ। ଆର୍ଯ୍ୟବର୍ତ୍ତଙ୍କ ପାଟିରୁ କଥା ବାହାରିଲେ ଅତି ଆଜ୍ଞାଧୀନ ପରି ସେମାନେ ଆସି ହାଜର ହୋଇଯାଉଥିଲେ। ମଝିରେ ମଝିରେ ସେମାନେ ନିଜ ନିଜ ଭିତରେ ଫୁସୁରୁ ଫାସୁରୁ ହୁଅନ୍ତି। କଥାଟା କ'ଣ ସେମାନେ ଜାଣନ୍ତି। ଆର୍ଯ୍ୟବର୍ତ୍ତ ମୁଣ୍ଡ ଖେଳାଏ ନାହିଁ। ଛୁଆଟାକୁ ତା ମା ଗୋଡ଼େ ଗୋଡ଼େ ଜଗିଥିଲା। ଆର୍ଯ୍ୟବର୍ତ୍ତଙ୍କ ପାଖକୁ ଜମା ଛାଡ଼େ ନାହିଁ। ଅଜ୍ଞାନ ପିଲାଟା ଅଣ୍ଡସଣ୍ଡ ଯଦି କିଛି କରି ପକାଏ ତେବେ ଚାକିରି ଚାଲିଯିବନି ତ। ଦିନେ କାମ ଦାମ ସାରି ଛୁଆର ବାପା ମା ଟିକେ ଆଶାକତ ମେଣ୍ଟାଉଥିଲେ। ମା ପାଖରୁ ବହକି ଆସି ହାତ ଗୋଡ଼ ହଲାଇ ଛୁଆଟା ଆପେ ଆପେ ଖେଳୁଥିଲା। ଆର୍ଯ୍ୟବର୍ତ୍ତ ଚୁପ୍ କରି ଛୁଆଟାକୁ ଟେକି ଆଣିଲା। ତା ଗାଲ ଚିପିଲା, ତାକୁ କୁତୁ କୁତୁ କଲା, ଦମେ ଗୋରୁ ପାଞ୍ଜି କରି ନଚାଇଲା। ଛୁଆଟା କିର କିର ହୋଇ ହସୁଥିଲା। ଆର୍ଯ୍ୟବର୍ତ୍ତର ମନ ଭରି ଭରି ଯାଉଥିଲା। ଏହା ଭିତରେ ଛୁଆଟା ତା କାମ ବଢ଼ାଇ ଦେଲା। ଆର୍ଯ୍ୟବର୍ତ୍ତର ଲୁଗାପଟା ମଳେ ମଳେ ତିନ୍ତିଗଲା। ଛୁଆଟା ନିଦରେ ଢଳ ଢଳ ହେଉଥିଲା। ଆର୍ଯ୍ୟବର୍ତ୍ତ ମୁତ ଲଗା ଲୁଗାଟାକୁ ଗିଞ୍ଜି ଗାଞ୍ଜି ଦେଇ ତାକୁ ଛାତି ଉପରକୁ ଉଠାଇ ଆଣିଲା। ଛୁଆଟା ପାଟିରୁ ଲାଳ ଗଡ଼ି ତା ଛାତିଟାକୁ ବଲଚଲ କରିଦେଲା। ଆର୍ଯ୍ୟବର୍ତ୍ତ ଛୁଆର ପିଠି ଥାପୁଡ଼ାଇ ତାକୁ ଶୋଇ ପକାଉଥିଲା। ଆର୍ଯ୍ୟବର୍ତ୍ତ ନିଜକୁ ହଜେଇ ଦେଇ ଆଖିକୁ ଦରମୁଦା କରି ଆମୋଦର ଦରଦର ହସ ହସି ଦେଖୁଥିଲା। ତାର ମୁତ ତିନ୍ତା ଧୋତିରୁ ଉଠି ଆସୁଥିବା ନାକ ପୋଡ଼ା ନାସ୍ନା ବାସ୍ନା ତା ଛାତିରେ ଛାଟି ହୋଇଥିବା ଅଠା ଅଠା ଲାଳର ଛିଟାକୁ ଆଡ଼େଇ ଦେଇ ଛିଡ଼ା ହୋଇଛି ତାର କୁନି କନକନ ନାତିଟିଏ। ତା ପାଲିସ କରା ଟିକି ଓଠରୁ ଥୋପି ଥୋପି ପଡ଼ୁଛି ବକଟେ ବକଟେ ହସ। ଛାତିରେ ନିଦ କରି ନିଦେଇଥିବା ଛୁଆଟାକୁ ଆର୍ଯ୍ୟବର୍ତ୍ତ ଢେର ଆବେଗରେ ଚାପି ଧରିଲା।